ହରେଇବା ଲୋକ ଯଦି ନିଜର ହୁଏ ତ ସମ୍ଭାଳିବାକୁ ସମୟ ଲାଗିବ। କାହାକୁ ବାଧ୍ୟ କରନି କି ସିଏ ତୁମ ସହିତ କଥା ହେଉ ବୋଲି। କିଛି ଦିନ ଚୁପ୍ ରହିକି ଦେଖ ତାଙ୍କ ଜୀବନରେ ତୁମର ମୂଲ୍ୟ କେତେ। ପିଲାଦିନେ କେତେ ଭଲ ଥିଲା, ସେତେବେଳେ ଖେଳନା ହିଁ ଜୀବନ ଥିଲା, ଆଉ ଏବେ ଜୀବନ ହିଁ ଖେଳନା ହୋଇଯାଇଛି। ଭଲ ହୋଇଛି ଆଜି ଆଇନାରେ କେବଳ ଚେହେରା ଦେଖାଯାଉଛି, ଯଦି ନିଜ ଚରିତ୍ର ଦେଖାଯାଉଥାନ୍ତା ଏଠି କିଛି ଲୋକ ଆଇନା ଦେଖିବା ହିଁ ଛାଡ଼ି ଦେଇଥାନ୍ତେ। ଏହି ଦୁନିଆରେ ସବୁକିଛି ସମ୍ଭବ ଅଟେ, କେବଳ ନିଜ ଉପରେ ବିଶ୍ୱାସ ରଖ। କିଛି ଲୋକ ଏମିତି ବି ଅଛନ୍ତି ଯିଏ ଆମ ସାମ୍ନାରେ କେବଳ ଆମର ହେବାର ଅଭିନୟ କରନ୍ତି। ସମସ୍ତେ ତ ଏଠି ନିଜର ଭଳି ଲାଗନ୍ତି, କିନ୍ତୁ ପ୍ରକୃତରେ କିଏ ନିଜର ତା ସମୟ ହିଁ ଜଣେଇଥାଏ। ପ୍ରେମ ହେବା ପାଇଁ କିଛି ସମୟ ଲାଗିଥାଏ, କିନ୍ତୁ ପ୍ରେମକୁ ଭୁଲିବା ପାଇଁ ସାରା ଜୀବନ ଲାଗିଥାଏ। ମୁଁ କ୍ଷମା ବାରମ୍ବାର କରିପାରିବି, ଏଇଟା ମୋ ସଂସ୍କାର ମୋତେ ଶିଖେଇଛି, କିନ୍ତୁ ଭରସା କେବଳ ଗୋଟେ ଥର ହିଁ ହୋଇଥାଏ। ଏଠି କାହା ପାଖରେ ଟାଇମ୍ ନାହିଁ, କିନ୍ତୁ ଟାଇମ୍ ପାସ୍ ଏଠି ସମସ୍ତେ କରିଥାନ୍ତି। ଜୀବନରେ କିଛି ଏମିତିକା ସାଥୀ ମିଳନ୍ତି ଯିଏ ଖେଳନା ସାଥୀରେ ନୁହେଁ, ମଣିଷର ହୃଦୟ ସାଥୀରେ ଖେଳିଥାନ୍ତି। ଜୀବନ ହେଉଛି ଏକ ଅଜଣା ପୁସ୍ତକ ଭଳି, ଆଗାମୀ ପୃଷ୍ଠାରେ କ'ଣ ଲେଖା ଅଛି ତାହାକୁ ଜଣା ନଥାଏ। ସେଥିପାଇଁ ଜୀବନକୁ କେବଳ ବର୍ତ୍ତମାନରେ ବଞ୍ଚିବା ଶିଖନ୍ତୁ। ଭୁଲକୁ ଭୁଲି ଯାଅ, କିନ୍ତୁ ସେଇ ଭୁଲ ଯେଉଁ ଶିକ୍ଷା ଦେଇଛି ତାହା କେବେ ଭୁଲ ନାହିଁ। ଯେଉଁ କଷ୍ଟ ଦେଖାଯାଏ ନାହିଁ ସେଇ କଷ୍ଟ ମଣିଷକୁ ବହୁତ କଷ୍ଟ ଦେଇଥାଏ। ନିଜକୁ ଏମିତି ଗଢ଼ କେହି ତୁମକୁ ଛାଡ଼ି ଦେଇପାରିବ ହେଲେ ଭୁଲି ପାରିବ ନାହିଁ। ସବୁ ସମ୍ପର୍କ ଗଢ଼ିବାକୁ ପଡ଼େ ନାହିଁ, କିଛି ସମ୍ପର୍କ ଅଜାଣତରେ ବି ଘୋଡ଼ି ହୋଇଯାଇଥାଏ। ମନକୁ ପବିତ୍ର ରଖନ୍ତୁ, କାରଣ ଜୀବନର ଶେଷ ହିସାବ ଅର୍ଥର ନୁହଁ କର୍ମର ହେବ। ଆଜିକାଲିର ସ୍ୱାର୍ଥପର ଦୁନିଆରେ ସିଏ ହିଁ ଖୁସିରେ ଅଛି ଯିଏ ସ୍ୱାର୍ଥପର ହୋଇପାରିଛି। ସମୟ ଯେତେବେଳେ ଭଲ ଥାଏ ଶତ୍ରୁ ବି ବନ୍ଧୁ ହୋଇଯାଏ, ଆଉ ସମୟ ଯେତେବେଳେ ଖରାପ ଥାଏ ବନ୍ଧୁ ବି ଶତ୍ରୁ ପାଲଟିଯାଏ। ହୃଦୟ ସବୁବେଳେ ସମସ୍ତଙ୍କୁ ବିଶ୍ୱାସ କରିନିଏ, ସେଥିପାଇଁ ତ ସେ ସବୁବେଳେ କଷ୍ଟ ପାଇଥାଏ। କେବେ କାହାକୁ ଏତେ ଚାହଁନି କି ପରେ ଆଖିକୁ ଲୁହ ଛଡ଼ା ଆଉ କିଛି ଦେଖାଯିବନି, କାରଣ ଏହି ସ୍ୱାର୍ଥପର ଦୁନିଆ କେବଳ ନିଜ ମତଲବକୁ ଭଲ ପାଏ, ସଚ୍ଚା ହୃଦୟକୁ ନୁହେଁ। ଯେବେ ଶରୀରକୁ ମିଳୁଥିବା ଯନ୍ତ୍ରଣା, ଶବ୍ଦରୁ ମିଳୁଥିବା ଆଘାତକୁ ସହିବା ଶିଖିଯିବେ, ତେବେ ଜୀବନ ଜୀଇଁବା ଶିଖିଯିବେ। ମରଣଠାରୁ ଭୟଙ୍କର ପ୍ରେମ ହୋଇଥାଏ। ଜୀବନରେ ମରଣ ଥରେ ଆସେ, କିନ୍ତୁ ପ୍ରେମ କଲେ ମଣିଷ ଅଳ୍ପ ଅଳ୍ପ କରି ସବୁଦିନ ମରେ। କେତେ ଭଲ ଲାଗିବ ନା ଜୀବନରେ ଏମିତି ମଣିଷ ରହିବ ଯିଏ ତୁମ ସହିତ ରହିବା ଛଡ଼ା ଆଉ କିଛି ବି ଚାହିଁ ନଥାଏ। କିଛି ସମ୍ପର୍କ ଯେଉଁ ଅବସ୍ଥାରେ ଥାଏ ସେହି ଅବସ୍ଥା ଛାଡ଼ିଦେବା ବହୁତ ଭଲ। ତାକୁ ସମ୍ଭାଳି ସମ୍ଭାଳି ମଣିଷ ନିଜେ ହିଁ ବର୍ବାଦ ହୋଇଯାଏ। ଅନ୍ୟ ଲୋକଙ୍କ ଜୀବନରେ ନିଜକୁ ଖୋଜିବା ବନ୍ଦ କରିଦିଅ, ଦେଖିବ ତୁମେ ଆଉ ତୁମ ଜୀବନ ଉଭୟ ସୁନ୍ଦର ଆଉ ସରଳ ହୋଇଯିବ। ଧୋକା ହିଁ ଶିଖାଇ ଦେଇଛି ଏଠି ଭଲ ହେବାର ସମସ୍ତେ ଭଲ ଅଭିନୟ କରନ୍ତି, ବାସ୍ତବରେ ସମସ୍ତେ ନିଜ ସ୍ୱାର୍ଥର ଗୋଲାମ ହୋଇଥାନ୍ତି। ଲୁହ ତ ତା ଆଖିରେ ଥାଏ ଯିଏ ପ୍ରକୃତ ପ୍ରେମକୁ ଫିଲ୍ କରିଥାଏ। ସ୍ୱାର୍ଥ ପାଇଁ ସମ୍ପର୍କ ରଖୁଥିବା ଲୋକଙ୍କ ଆଗରେ ତ ଲୁହ ଥାଏ ନା ଲାଜ ଥାଏ। ପ୍ରେମ ସେତେବେଳେ ଜୀବନକୁ ଶେଷ ହୋଇଯାଏ ଯେତେ ଆପଣଙ୍କ ଅତ୍ୟଧିକ ପ୍ରେମ ଆଉ ଜଣକୁ ବୋଝ ଭଳି ଲାଗେ। ସମ୍ପର୍କଟି ସେତେବେଳେ ଝାଉଁଳି ଯାଏ ଯେବେ ଦୁଇ ଜଣଙ୍କ ଝଗଡ଼ାରେ ତୃତୀୟ ଜଣ ଆସି ସମାଧାନ କରେ। ପ୍ରେମ ଯଦି ଆବଶ୍ୟକତାରେ ଯୋଡ଼ି ହୋଇଥାଏ ତେବେ କେବେ କେବେ ଖୁସି ଦିଏନି। ଯଦି ପ୍ରେମ ଅନୁଭବରୁ ଯୋଡ଼ି ହୋଇଥାଏ ତେବେ ସବୁଦିନ ପାଇଁ ଖୁସି ଥାଏ। କାହିଁକି କେଜାଣି ଏମିତି ହୋଇଥାଏ ଯିଏ ସମସ୍ତଙ୍କ ଖୁସିରେ ଦେଖିବାକୁ ଚାହେଁ, ଭଗବାନ ହିଁ ତାଙ୍କୁ ଅଧିକ ଦୁଃଖ ଦିଅନ୍ତି। ବେଶୀ ନିଜର ଦେଖାଉଥିବା ଲୋକ ଦିନେ ନା ଦିନେ ଜଣାଇ ଦିଅନ୍ତି ସେ ପର ବୋଲି। ସମସ୍ତଙ୍କ ଜୀବନରେ ଏମିତି ଜଣେ ସ୍ପେଶିଆଲ ମଣିଷ ନିଶ୍ଚୟ ଥାଏ, ଯାହା ସହ ଯେତେ କଥା ହେଲେ ବି କଥା ସରେନି କି ମନ ଭରେନି। କେଡ଼େ ଅଜବ ଏ ଦୁନିଆ, ଏଠି ମିଛ ନୁହେଁ ସତ କହିଲେ ସମ୍ପର୍କ ଭାଙ୍ଗିଯାଏ। ସମ୍ପର୍କ ଏବେ ଶେଷ ହେଇ ଯାଉଛି, କାରଣ ସମ୍ପର୍କ ରହିବା ପାଇଁ ଏତେ ସମୟର ନୁହେଁ ବରଂ ଇଚ୍ଛାର ଆବଶ୍ୟକତା ପଡ଼ୁଛି। ଯଦି ପରଖିବ ତେବେ କେହି ନିଜର ରହିବନି, ଆଉ ଯଦି ବୁଝିବ ତେବେ କିଏ ପର ବି ରହିବନି। ପ୍ରେମର ଅନୁଭବ ସତରେ ନିଆରା ହିଁ ହୋଇଥାଏ।
ପ୍ରେମ ଦୂରରେ ଥିଲେ ବି ଭାବନାରେ ପାଖରେ ଥାଏ। ଆମ ପାଖରେ ଯାହା ନାହିଁ ତାକୁ ନେଇ ଚିନ୍ତା କରି କିଛି ଲାଭ ନାହିଁ। ବରଂ ଈଶ୍ୱର ଆମକୁ ଯାହା ଦେଇଛନ୍ତି ତାକୁ ନେଇ ଜୀବନରେ ଖୁସିରେ ରହିବା ଦରକାର। ଏ ଦୁନିଆରେ ଲୋକମାନେ ତୁମ ଖୁସି ଛଡ଼େଇକି ଅନ୍ୟକୁ ଖୁସି ରଖିବାର ବ୍ୟସ୍ତ ରୁହନ୍ତି। ଆଜିର ଦୁନିଆରେ କେବଳ ପାର୍ଥକ୍ୟ ଏତିକି, ବହି ଶିଖେଇବ ତ ନିଦ ଆସିଥାଏ, ଆଉ ଯଦି ଜୀବନ ଶିଖେଇବ ତ ନିଦ ଉଡ଼ି ଯାଇଥାଏ। ଯେଉଁ ଲୋକ ହୃଦୟରୁ ସଫା ହୋଇଥାଏ ସେ ବହୁତ କମ୍ ଲୋକଙ୍କର ଖାସ୍ ହୋଇଥାଏ। ସମ୍ପର୍କ ପଛେ ଯାହା ବି ହେଉ, କିନ୍ତୁ ଯଦି ତୁମ ଦୁଃଖରେ ତୁମ ସାଥି ଦିଏ ନାହିଁ, ସେହି ସମ୍ପର୍କର କୌଣସି ମୂଲ୍ୟ ନାହିଁ। ଏହି ଦୁନିଆରେ ଅଚିହ୍ନା ରହିବା ହିଁ ଠିକ୍ ଅଟେ, କାରଣ ଏଠି ଲୋକ ନିଜର କରିକି ହିଁ ବହୁତ କଷ୍ଟ ଦିଅନ୍ତି। ଯେଉଁ ଡରରେ ମଣିଷର ଆତ୍ମସମ୍ମାନର କ୍ଷତି ହେବାକୁ ଲାଗେ, ସେହି ଡରକୁ ଶେଷ କରିବା ବହୁତ ନିଶ୍ଚିତ। ତୁମେ ଯେତେ ହୃଦୟରୁ ସମ୍ପର୍କ ପାଳନ କରିବ, ଲୋକମାନେ ସେତେ ଅଧିକ ତୁମ ହୃଦୟକୁ ଭାଙ୍ଗିବେ। ତମେ କେବଳ ଟଙ୍କା ରୋଜଗାର କର, ଲୋକେ ତୁମ ସହିତ ସମ୍ପର୍କ ନିଜେ ବନାଇବେ। ଜୀବନରେ ଯଦି ଗୋଟେ ଦିନ ନିଜ ଉପରେ ନିଜେ ଗର୍ବ କରିବାକୁ ଚାହୁଁଛ, ତ ଆଜି ଜମା ବି ହାର ମାନ ନାହିଁ। ଜୀବନରେ ତୁମେ ସବୁବେଳେ ଖୁସିରେ ରୁହ ଆଉ ଅନ୍ୟକୁ ଖୁସିରେ ରଖ। ଦେଖିବ ସବୁବେଳେ ଈଶ୍ୱରଙ୍କ କୃପା ତୁମ ଉପରେ ରହିବ। ଜୀବନ କେବେ ଛୋଟ ହୋଇନଥାଏ। ମଣିଷ ଏଠି ଡେରିରେ ବଞ୍ଚିବା ଆରମ୍ଭ କରିଥାଏ। କିଛି ପାଇବାର ଆଶା ଆଉ କିଛି ନ ପାଇବାର ଆଶା ନିରାଶା ବୋଧ ହୁଏ। ଏହି ଅଶାନ୍ତିର ନାମ ଜୀବନ ହୋଇଥାଏ। ଗୋଟେ ପ୍ରଜାପତି ପଛରେ ପଡ଼ି ଜୀବନ ନଷ୍ଟ କରିବା ଅପେକ୍ଷା ନିଜ ଜୀବନକୁ ଗୋଟିଏ ସୁନ୍ଦର ବଗିଚାଟେ ପରି ଗଢ଼ି ତୋଳ। ଦେଖିବ ଗୋଟେ ନୁହେଁ, ହଜାରେ ପ୍ରଜାପତି ତମ ପଛରେ ପଡ଼ିବେ। ବହୁତ ଖାସ୍ ହୋଇଥାନ୍ତି ସେ ଲୋକ ଯିଏ ଆପଣଙ୍କ କଥାରୁ ଆପଣଙ୍କ ଦୁଃଖ ଆଉ ସୁଖର କ'ଣ ଜାଣିପାରେ। ପ୍ରେମରେ ଯଦି ଲୁହ ଆସିଥାଏ ତେବେ ବୁଝିଯାଆନ୍ତୁ ସେ ପ୍ରେମ ସଚ୍ଚା। ମୃତ୍ୟୁ ଆଉ ପ୍ରେମ ଭିତରେ ଗୋଟିଏ ସମାନତା ଅଛି। ଏ ଦୁହେଁ ନ ଜଣେଇ ଜୀବନକୁ ଚାଲି ଆସନ୍ତି। ବହୁତ କଷ୍ଟ ହୁଏ ଯେବେ ଆପଣଙ୍କୁ ବୁଝିବା ବାଲା ଭୁଲ ବୁଝିଥାଏ।